ପୁରୀ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବେଆଇନ ବାଲି ଚୋରାଚାଲାଣ ଚାଲୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା ଏବଂ ବିଭିନ୍ନ ସମୟରେ ଆମେ ମଧ୍ୟ ଏହି ଖବର ପ୍ରସାରଣ କରି ଆସିଥିଲୁ। ଗତ 2 ଦିନ ତଳେ ଯେତେବେଳେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଏହି କଥା ମଧ୍ୟ ବିଜେଡ଼ି ଏବଂ କଂଗ୍ରେସ ମଧ୍ୟ ଅଭିଯୋଗ ଆଣିଥିଲା ଏବଂ ପିପିଲିରେ ଏବଂ ନିମାପଡ଼ା ଅଞ୍ଚଳରେ ପାଖାପାଖି ଯେଉଁ ଭାର୍ଗବୀ ନଦୀ ଓ ଦୟା ନଦୀରେ ବ୍ୟାପକ ଭାବରେ ଚୋରାଚାଲାଣ ହେଉଥିବା କଥା ଯେତେବେଳେ ଅଭିଯୋଗ ଆସିଥିଲା, ଜିଲ୍ଲା ପ୍ରଶାସନ ମଧ୍ୟ ଏହାକୁ ଗୁରୁତ୍ୱର ସହ ନେଇଛି ଏବଂ ଆପଣ ସିଧାସଳଖ ଦେଖୁଛନ୍ତି ଏ ହେଉଛି ପୁରୀ ଜିଲ୍ଲାର ସବୁଠୁ ବଡ଼ ରେଡ଼। ଯଦି କହିବା ସବୁଠୁ ବଡ଼ ରେଡ଼, ଆମେ ଯେଉଁ ଅଞ୍ଚଳରେ ରହିଛୁ ଏ ହେଉଛି ନିମାପଡ଼ାର ତେରଳ ଅଞ୍ଚଳ ଏବଂ ବିଶେଷ କରି ଯଦି କହିବେ ଏଇ ଦେଖନ୍ତୁ ଏଠି 2ଟି ଜେସିବି ଏବଂ ପାଖାପାଖି ଏଠି 15ଟି ଏ ଘାଟରେ 15ଟି ଏବେ ବାଲି ବୋଝେଇ ଗାଡ଼ି ରହିଛି, ଯେଉଁଠିକି 3ଟି ଗାଡ଼ିକି ପୋଲିସ ଗତକାଲି ବଳଙ୍ଗା ଥାନାକୁ ନେଇଛି ଏବଂ ଗତକାଲି ବିଳମ୍ବିତ ରାତିରେ ପାଖାପାଖି 3ଟା ରାତିରେ ସ୍ପେଶାଲ ସ୍କ୍ୱାଡ୍ ଟିମ୍ ଏଠି ଅଚାନକ ଚଢ଼ାଉ କରୁଥିଲା ଏବଂ ଯେଉଁ ଅଭିଯୋଗ ଆସୁଥିଲା ରାଜନୈତିକ ଛତ୍ରଛାୟା ତଳେ ଏଠି ବାଲିଘାଟ ଚାଲୁଛି ଏବଂ ସେ ବାଲିଘାଟ ଉପରେ କୌଣସି ପଦକ୍ଷେପ ନିଆଯାଉନି। ଏ ପୂର୍ବରୁ ମଧ୍ୟ ଯିଏ ରହିଥିଲେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ ମଧ୍ୟ ସିଧାସଳଖ ଆରୋପ ଆଣିଥିଲେ ଯେ ନିମାପଡ଼ା ଅଞ୍ଚଳରେ ବାଲି ଏବଂ ମାଟି ଚୋରାଚାଲାଣ କରାଯାଉଛି ଏବଂ ପ୍ରଶାସନ ସବୁ ଜାଣିଶୁଣି ଚୁପ୍ ରହୁଛି। ଏ କଥାକୁ ନେଇକି ମଧ୍ୟ ପିପିଲିରେ ଯେତେବେଳେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇଥିଲା, ବିଜେଡ଼ି ପକ୍ଷରୁ ଏବଂ କଂଗ୍ରେସ ପକ୍ଷରୁ ମଧ୍ୟ ସିଧାସଳଖ ଅଭିଯୋଗ ଏଇ ଆସିଥିଲା ଏବଂ এই ଅଭିଯୋଗ ପରେ ପାଖାପାଖି 2 ଦିନ ପରେ ଆପଣ ସିଧାସଳଖ ଦେଖୁଛନ୍ତି ଏଠି ବେଆଇନ ବାଲି ଗାଡ଼ିକି ଏବଂ ଯେଉଁ ହାଇୱା ରହିଛି ସେ ହାଇୱା ଏବଂ ଜେସିବିକି ଜବତ କରିଛି। ଆପଣ ଦେଖନ୍ତୁ ଏଠି ଯେଉଁଭଳି ଭାବରେ ବାଲିକି ଗଦା ଯାଇଛି, ପାହାଡ଼ ଭଳି ଉଚ୍ଚା ଅଞ୍ଚଳର ଗଦା ଯାଇଛି, କୋଟି କୋଟି ଟଙ୍କାର ଏଠି ବାଲି ଚୋରାଚାଲାଣ କରାଯାଉଛି ଏବଂ କୋଟି କୋଟି ଟଙ୍କାର ବାଲି ଦୈନନ୍ଦିନ ଏଠି ଚୋରାଚାଲାଣ କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିଲା। ଏଥିପାଇଁ ବିଭିନ୍ନ ସମୟରେ ରାଜନୈତିକ ସ୍ତରରେ ଏବଂ ପ୍ରଶାସନିକ ସ୍ତରରେ ମଧ୍ୟ ତାଙ୍କୁ ଆରୋପ ପ୍ରତ୍ୟାରୋପ ଲୋକମାନେ କରୁଥିଲେ ଏବଂ ଯଦି କହିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଟେ ପ୍ରକାର କହିଥିଲେ ଯେ ଇଞ୍ଚେ ବାଲି ଚୋରି କରାଯିବନି, କିନ୍ତୁ ସିଧାସଳଖ ଉପମୁଖ୍ୟମନ୍ତ୍ରୀଙ୍କ ଏରିଆରେ ଆପଣ ଦେଖୁଛନ୍ତି ଯେଉଁଭଳି ଭାବରେ ବାଲି ଚୋରାଚାଲାଣ କରାଯାଉଛି, ସେ ଚୋରାଚାଲାଣ କରିବା ପରେ ଆପଣ ସ୍ପଷ୍ଟ ଭାବରେ ଜାଣିପାରୁଥିବେ କେଉଁଭଳି ଭାବରେ ଏଠି ବାଲି ଚୋରାଚାଲାଣ କରାଯାଉଥିଲା ଏବଂ ଏଠି କେଉଁ ହିସାବରେ କୋଟି କୋଟି ଟଙ୍କା ହିସାବରେ ରାଜସ୍ୱ ହାନି ଘଟୁଥିଲା। এই ଯେଉଁ ବାଲି ଗଦାକୁ ଦେଖିଲେ ଆପଣ ଜାଣିପାରୁଥିବେ 2ଟି ଜେସିବି ରହିଛି ଏବଂ ଯେଉଁ ହାଇୱା ରହିଛି ପାଖାପାଖି ଏଠି 15ଟି ହାଇୱା ରହିଛି। ଏଠି ପୋଲିସ এই ଯେଉଁ ହାଇୱା ଗୁଡ଼ାକ ଛାଡ଼ିକି ଯାଇଛି, ଏ ହାଇୱା ଏଠି କୌଣସି ପୋଲିସ ଅଧିକାରୀ ଗତକାଲି ରାତିରେ ବିଳମ୍ବିତ ରାତିରେ ଏଠି ରେଡ୍ କରିବା କଥା କୁହାଯାଉଥିଲା, ଏଠି କୌଣସି ପୋଲିସ ଅଧିକାରୀ ମଧ୍ୟ ଏବେ ନାହାନ୍ତି ଏବଂ ଏଠି କେବଳ ହାଇୱା ରହିଛି ଏବଂ ଯେଉଁଠି ଜେସିବି ଗାଡ଼ି ରହିଛି ଏବଂ ବିଭିନ୍ନ ସମୟରେ ମଧ୍ୟ ପୂର୍ବରୁ ମଧ୍ୟ ନଜିର ରହିଛି ମାତ୍ର କେତୋଟି ଗାଡ଼ି ଜବତ କରିବା କଥା ପରେ ଅନ୍ୟ ଗାଡ଼ି ଗୁଡ଼ାକୁ ଛାଡ଼ି ଦିଆଯିବା କଥା ମଧ୍ୟ ନଜରକୁ ଆସିଛି। ତେବେ ଏଇ ଯେଉଁ ଗାଡ଼ି ଗୁଡ଼ାକ ରହିଛି এই ଗାଡ଼ି ଗୁଡ଼ାକୁ ଛାଡ଼ି ଦିଆଯିବାର ଗୋଟେ ଆଶଙ୍କା କରୁଛନ୍ତି ସ୍ଥାନୀୟ ଲୋକମାନେ। ସେଥିପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ଏହା ଉପରେ ପଦକ୍ଷେପ ନେବାର ମଧ୍ୟ ଆବଶ୍ୟକତା ରହିଛି। ବିଶେଷ କରି ଯଦି କହିବା ପୁରୀ ଜିଲ୍ଲାରେ ସବୁଠାରୁ ବଡ଼ ରେଡ଼ ଯଦି କହିବା ଏ ଯେଉଁ ଏକା ସାଙ୍ଗରେ 15ଟି ଏଠି 18ଟି ଗାଡ଼ିକି ହାଇୱା ଗାଡ଼ିକି ଜବତ କରିବା କଥା କୌଣସି ପ୍ରକାର ଏ ଘଟଣାକୁ ଅତି ଗୁରୁତ୍ୱର ସହିତ ଜିଲ୍ଲା ପ୍ରଶାସନ ନେଇଛି ଏବଂ ଜିଲ୍ଲା ପ୍ରଶାସନ ନେବା ପରେ ଏଥିରୁ ସ୍ପଷ୍ଟ ଜଣାପଡ଼ିଛି। କ୍ୟାମେରା ପର୍ସନକୁ କହିବି ଯେଉଁ ଗାଡ଼ି ଗୁଡ଼ାକ ରହିଛି, ଯେଉଁ ହାଇୱା ରହିଛି ସେ ହାଇୱାକୁ ଏଠି ଦେଖେଇବ। ଏଠି ଯେଉଁ ଲୋକମାନେ ଏଠି ରହୁଥିଲେ ଏଠି ମଧ୍ୟ ଖାଇବା ଯେଉଁ ରହିଛି ଖାଇବାର ଯେଉଁ ଏଠି ତାଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା କରାଯାଉଥିଲା, ରାତିରେ ସେମାନେ ଏଠି ସୁବିଧାରେ ସେମାନେ ରହୁଥିଲେ। ଏଠି ଦେଖନ୍ତୁ ଯେଉଁ ଗାଡ଼ି ରହିଛି ପଛ ଦେଖନ୍ତୁ, ଯଦି ଗାଡ଼ି ସଂଖ୍ୟା ଯଦି ଗଣିବାକୁ ଦେଖିବା ଦେଖନ୍ତୁ ଏ ଗାଡ଼ି ନମ୍ବର 1 ଯେଉଁ ଗାଡ଼ିଟି ରହିଛି OD02BQ 7008 ଏବଂ ଏ ଗାଡ଼ି ଦେଖନ୍ତୁ ଗାଡ଼ି ନମ୍ବର 2 OD02BK 2999 ଏବଂ ଏ ଯେଉଁ ଗାଡ଼ିଟି ଆପଣ ଦେଖୁଛନ୍ତି OD18E 5094 ଏବଂ ଏ ଗାଡ଼ି ମଧ୍ୟ ଦେଖନ୍ତୁ OD02CK4472 ଏବଂ ତା ଆଗରେ ମଧ୍ୟ ରହିଛି OD35C 6424 ଏବଂ ଅନେକ ଗାଡ଼ି ମଧ୍ୟ ଏମିତି ରହିଛି ଯେଉଁ ଗାଡ଼ି ଗୁଡ଼ାକ ବର୍ତ୍ତମାନ ଏଠି ମଧ୍ୟ ରହିଛି। ପାଖାପାଖି ଏଠି 15ଟି ଗାଡ଼ି ରହିଛି, 15ଟି ଗାଡ଼ି ଏଠି ରହିଛି ଏବଂ ଏଠି
ଦୁଇଟି ଜେସିବି ରହିଛି, ଦୁଇଟି ଜେସିବି ରହିଛି, ସେ ଦୁଇଟି ଜେସିବିର ଏଠି ମଧ୍ୟ ତାଙ୍କ ନମ୍ବର ବିହୀନ ଜେସିବି ରହିଛି। ତେଣୁ ଏଠି ଖୋଲାଖୋଲି ଭାବରେ ଯେଉଁଭଳି ଭାବରେ ଏଠି ଚୋରାଚାଲାଣ କରାଯାଉଛି, ନିଶ୍ଚିନ୍ତ ରୂପେ ଗୋଟେ କୋଟି କୋଟି ଟଙ୍କା ସରକାର ରାଜସ୍ୱ ହରାଉଛନ୍ତି। ଏବଂ ବିଶେଷ କରି ଯଦି କହିବା ଏଇ ଯେଉଁ ରେଟ୍ ଚାଲିଛି, ଏ ରେଟ୍ ଆଗାମୀ ଦିନରେ ଆଉ କେତେ ବଡ଼ ଧରଣ ହେଉଛି ତାପରେ ସମସ୍ତଙ୍କର ନଜର ରହିଛି। ଏବଂ ବିଶେଷ କରି ଯେଉଁ ପୁରୀ ଜିଲ୍ଲାରେ ଯେଉଁ ଅଭିଯୋଗ ଏଇ ଆସୁଥିଲା, ଯେ ପୁରୀ ଜିଲ୍ଲାରେ ଯେଉଁ ଅଭିଯୋଗ ଆସୁଥିଲା ବ୍ୟାପକ ଭାବରେ ଚୋରାଚାଲାଣ କରାଯାଉଛି, ଏ ଚୋରାଚାଲାଣର ଇଏ ହେଉଛି ନମୁନା। ତେଣୁ ନିଶ୍ଚିତ ରୂପେ ଆଶା କରିବା ଜିଲ୍ଲା ପ୍ରଶାସନ ଏଇଭଳି ରେଟ୍ ଜାରି ରଖୁ ଏବଂ ସମ୍ପୂର୍ଣ୍ଣ ରୂପେ ଯେଉଁ ବେଆଇନ ବାଲି ଚୋରାଚାଲାଣ କରାଯାଉଛି ତାପରେ ରୋକ ଲଗାଉ। ପୁରୀ ନିମାପଡ଼ା ଦେବାଶିଷ ସିଂଗ୍ରାମ, ଦ ନ୍ୟୁଜ୍ ଓଡ଼ିଆ।